କାହାକୁ କହିବା ତାହାକୁ ଖାଇବାର ଜାଣୁଥିବ କହିବାର ଜାଣୁଥିଲେ ଜଣେ ମଣିଷ ନାହିଁ ଆଜ୍ଞା। ଆଚ୍ଛା ଆହାର ନିଦ୍ରା ଭୟ ମଧ୍ୟ ସମାନ ବେଦ ପଶୁ ଧର୍ମହୀନ କଶେଷ ବିଶେଷ ଧର୍ମହୀନ ପଶୁ ଭି ସମାନ। ଆଚ୍ଛା ଆହାର ନିଦ୍ରା ଭୟ ମୈଥୁନ ଆହାର ଆପଣ ଖାଉଛନ୍ତି ଖାଉଛେ ଗୋଟେ ପଶୁ ମଧ୍ୟ ଖାଉଛି ଖାଉଛି ନିଦ୍ରା ଆପଣ ଶୋଉଛନ୍ତି ଗୋଟେ ପଶୁ ମଧ୍ୟ ଶୋଉଛେ ଶୋଉଛେ ଭୟ ଆପଣଙ୍କ ପାଖରେ ଅଛି ଭୟ ପଶୁ ପାଖରେ ମଧ୍ୟ ଅଛି ମୈଥୁନ ଶକ୍ତି ଆପଣଙ୍କ ପାଖରେ ଅଛି ଗୋଟେ ପଶୁ ପାଖରେ ମଧ୍ୟ ତାହେଲେ ଆପଣଙ୍କୁ ମନୁଷ୍ୟ ତାକୁ ପଶୁ ବୋଲି କାହିଁକି କୁହାଗଲା କାହିଁକି କୁହାଗଲା ମନୁଷ୍ୟ ପାଖରେ ଗୋଟେ କୋଉ ଗୁଣଟା ରହିଲା ଯେ ତାକୁ ଆମେ ମନୁଷ୍ୟ ବୋଲି କହୁଛେ ଦୁର୍ଲଭ ପ୍ରାଣୀ ବୋଲି କହୁ ଜାଣିବାକୁ ପଡିବ ପଶୁକୁ କାହିଁକି ପଶୁ କୁହାଗଲା ପଶୁକୁ କାହିଁକି ପଶୁ ବୋଲି କୁହାଉଛି ମନୁଷ୍ୟକୁ କେବଳ କାହିଁକି ଦୁର୍ଲଭ ପ୍ରାଣୀ ବୋଲି କୁହାଗଲା କାହିଁକି ମନୁଷ୍ୟ ପାଖରେ ଏମିତି କୋଉ ଜିନିଷଟା ରହିଗଲା କଣ ଏମିତି ଅତିରିକ୍ତ ଜିନିଷଟା ମିଳିଯାଇଛି ମନୁଷ୍ୟକୁ ଯେ ତାକୁ ଆମେ ଦୁର୍ଲଭ ପ୍ରାଣୀ ବୋଲି ଆଚ୍ଛା କହୁଛନ୍ତି 84 ଲକ୍ଷ ଯଦି ଭ୍ରମଣ କଲା ପରେ ଦୁର୍ଲଭ ଶରୀର ମନୁଷ୍ୟ ଶରୀର ପାଇଛି ବୋଲି ବେଦ ପୁରାଣ ମାନଙ୍କରେ ବର୍ଣ୍ଣିତ ଅଛି। ଆଚ୍ଛା କୋଉ ଜିନିଷଟା ମନୁଷ୍ୟ